ଆପଣଙ୍କର ଯଦି କନ୍ୟା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷର 2026ର ପବିତ୍ର ମା ସରସ୍ୱତୀ ପୂଜା ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଅଛି ତାହା ସବୁ ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତା ସହିତ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖିବେ। ଦେଖନ୍ତୁ, କନ୍ୟା ରାଶିର ପ୍ରଥମତଃ ଅଧିପତି ହେଉଛନ୍ତି ବୁଧ ମହାଗ୍ରହ, ଯାହାଙ୍କୁ ନବଗ୍ରହଙ୍କର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯାହାଙ୍କୁ ନବଗ୍ରହଙ୍କର ଶ୍ରେଷ୍ଠ ଗ୍ରହ ମଧ୍ୟ ମନାଯାଇଥାଏ। ବୁଧ ମହାଗ୍ରହ ଆପଣଙ୍କର ଖାସ୍ କରି କ୍ୟାରିୟର ଉପରେ ବହୁତ ମାତ୍ରାରେ ଫୋକସ୍ ଦେଇଥାନ୍ତି ଏବଂ ଆପଣଙ୍କୁ ବହୁତ ମାତ୍ରାରେ ଆପଣଙ୍କର ଲାଇଫରେ କ୍ୟାରିୟର କ୍ଷେତ୍ରରେ ଅପରଚ୍ୟୁନିଟି ମଧ୍ୟ ଆଣିଥାନ୍ତି। ଆପଣଙ୍କୁ ଏହି ସରସ୍ୱତୀ ପୂଜା ଠାରୁ ଆପଣଙ୍କ କ୍ୟାରିୟରରେ ଯଦି ଆପଣ କୌଣସି ଚାକିରି କରିବାକୁ ଚାହୁଁଥାନ୍ତି କିମ୍ବା ଚାକିରିର ପ୍ରିପାରେସନ୍ କରୁଥାନ୍ତି ତେବେ ଚାକିରି କ୍ଷେତ୍ରରେ ଆପଣଙ୍କର ଉନ୍ନତି ଘଟିବ। ଆପଣଙ୍କୁ ବହୁତ ମାତ୍ରାରେ ଅପରଚ୍ୟୁନିଟି ମଧ୍ୟ ଚାକିରି ପାଇଁ ମିଳିବ। ତା ସହିତ ଆପଣ ଯଦି ଏକ ବିଜନେସ୍ କରୁଥାନ୍ତି କିମ୍ବା ବିଜନେସମ୍ୟାନ୍ ହେବାକୁ ଚାହୁଁଥାନ୍ତି ତେବେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉନ୍ନତି ଘଟିବ। ଆପଣଙ୍କୁ ଖାସ୍ କରି ବୁଧ ମହାଗ୍ରହ ଆପଣଙ୍କର କ୍ୟାରିୟର ଏବଂ ଆପଣଙ୍କର ପାରିବାରିକ କ୍ଷେତ୍ର ମଧ୍ୟରେ ବହୁତ ମାତ୍ରାରେ ଧ୍ୟାନ ଦେଇଥାନ୍ତି। ଦେଖନ୍ତୁ, ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ, ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ଆପଣ ଯଦି ଏବେ ନୂତନ ମ୍ୟାରେଜ୍ କରିଥାନ୍ତି ଆପଣଙ୍କ ମଧ୍ୟରେ ଯେଉଁ ଏବେ ବାଦ ବିବାଦ ଯଦି ଲାଗି ରହିଥାଏ କିମ୍ବା ଆପଣ କୌଣସି କଥାକୁ ନେଇ ଚିଡ଼ଚିଡ଼ାପଣ ହେଉଥାନ୍ତି, ଆପଣ ବହୁତ ଦୁଶ୍ଚିନ୍ତାରେ ରହୁଥାନ୍ତି, ଦେଖିବେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ସେଥିରୁ ବହୁତ ମାତ୍ରାରେ ବଞ୍ଚି ରହିବେ। ଆପଣଙ୍କର ଯଦି ବି ପାରିବାରିକ କ୍ଷେତ୍ରରେ ବାଦ ବିବାଦ ଲାଗି ରହୁଅଛି ତେବେ ତାହା ସୁଧୁରିଯିବ ଏବଂ ଆପଣଙ୍କ ମଧ୍ୟରେ ଯେଉଁ ଭୁଲ ବୁଝାମଣା ରହିଥିଲା ତାହା ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇଯିବ। ଏବଂ ଆଉ ଗୋଟେ କଥାରେ ଦେଖନ୍ତୁ, ବୁଧ ମହାଗ୍ରହ ଆପଣଙ୍କର ଗୁରୁସ୍ଥାନରେ ମଧ୍ୟ ଅଛନ୍ତି 3.5 ଘରେ, ଯାହା ଆପଣଙ୍କ ପାଇଁ ଶୁଭ ମନାଯାଇଥାଏ। ଏବଂ ଦେବଗୁରୁ ବୃହସ୍ପତିଙ୍କୁ ଯଦି ଦେଖିବା, ଦେବଗୁରୁ ବୃହସ୍ପତି ଆପଣଙ୍କର 5.5 ଘରେ ଅଛନ୍ତି, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ମାତ୍ରାରେ ଧ୍ୟାନ ଦେବେ। ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର 5.5 ଘରେ ରହିବା ଫଳରେ ଆପଣ କୌଣସି ନୂତନ ଜମି କିମ୍ବା ଗୃହ ମଧ୍ୟ ନିର୍ମାଣ କରିପାରନ୍ତି, ନୂତନ ଜମି ମଧ୍ୟ କ୍ରୟ କରିବାର ସୁଯୋଗ ରହିଅଛି। ଆପଣ ଏହି 2026ରୁ କୌଣସି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ, କୌଣସି ଦୂରଯାତ୍ରା ଟ୍ରାଭେଲିଂ ମଧ୍ୟ କରିପାରନ୍ତି କିମ୍ବା କୌଣସି ତୀର୍ଥକୁ ମଧ୍ୟ ଭ୍ରମଣ କରିବାକୁ ଯାଇପାରନ୍ତି। ଶନି ମହାଗ୍ରହଙ୍କୁ ଯଦି ଦେଖିବା, ଶନି ମହାଗ୍ରହ ଆପଣଙ୍କର ନବମ ଘରେ ଅଛନ୍ତି। ଶନି ମହାଗ୍ରହ ଆପଣଙ୍କର ନବମ ଘରେ ରହିବା ଫଳରେ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ ଏବଂ ଶନି ହେଉଛନ୍ତି ନବଗ୍ରହଙ୍କ ମଧ୍ୟରେ କର୍ମଫଳଦାତା। ତେଣୁ ଆପଣଙ୍କର କର୍ମ ଅନୁଯାୟୀ ଆପଣଙ୍କୁ ଫଳପ୍ରାପ୍ତ କରାଇବେ। ଆପଣଙ୍କର ଯଦି ଭଲ କର୍ମ ହୋଇଥିବ ତେବେ ଭଲ ଫଳ ପ୍ରାପ୍ତ କରିବେ ଏବଂ ମନ୍ଦ କାର୍ଯ୍ୟ କରୁଥିବେ ତେବେ ମନ୍ଦ ଫଳ ମଧ୍ୟ ପ୍ରାପ୍ତ କରିବେ। ତେଣୁ ଆପଣ ଯଥେଷ୍ଟ ମାତ୍ରାରେ ଭଲ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଯେମିତିକି ଆପଣଙ୍କ ଦ୍ୱାରା ଯଦି ସମ୍ଭବ ହେଉଛି ଖାଦ୍ୟ ଦାନ କରନ୍ତୁ, ବସ୍ତ୍ର ଦାନ କରନ୍ତୁ କିମ୍ବା ଅର୍ଥ ଦାନ ମଧ୍ୟ କରିପାରିବେ, ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ହୋଇପାରୁଅଛି। ତେଣୁ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ ବହୁତ ମାତ୍ରାରେ ଇଫେକ୍ଟ ପଡ଼ିବ। ଶନି ଆପଣଙ୍କର ନବମ ଘରେ ଅଛନ୍ତି ଏବଂ ଶନିଙ୍କର ପ୍ରଭାବ ଆପଣଙ୍କ ଉପରେ ଯଥେଷ୍ଟ ମାତ୍ରାରେ ରହିବ। ଯଦି ଆପଣଙ୍କ ଦ୍ୱାଦଶ ଘରକୁ ଦେଖିବା, ଦ୍ୱାଦଶ ଘରେ ସୂର୍ଯ୍ୟ ମହାଗ୍ରହ ରହୁଛନ୍ତି। ସୂର୍ଯ୍ୟ ମହାଗ୍ରହ ଆପଣଙ୍କ ଉପରେ ବହୁତ ମାତ୍ରାରେ ଫଳପ୍ରାପ୍ତ କରାଇବେ। ମକର ସଂକ୍ରାନ୍ତି ଯେଉଁ ଗଲା, ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମହାଗ୍ରହ
ଆପଣଙ୍କର ଦ୍ୱାଦଶ ଘରେ ଅଛନ୍ତି ଏବଂ ସୂର୍ଯ୍ୟ ମହାଗ୍ରହଙ୍କର ବହୁତ ମାତ୍ରାରେ ଫଳପ୍ରାପ୍ତ କରାଇବେ। ସୂର୍ଯ୍ୟ ମହାଗ୍ରହଙ୍କ ହେତୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ। ଖାସ୍ କରି ରାଜନେତାଙ୍କ କ୍ଷେତ୍ରରେ ଆପଣ ଯଦି କୌଣସି ରାଜନୀତି କ୍ଷେତ୍ରରେ ଯୋଗଦାନ କରିଛନ୍ତି କିମ୍ବା ରାଜନୀତି କ୍ଷେତ୍ରରେ ଅଛନ୍ତି, ଆପଣଙ୍କର କୌଣସି ପାରିବାରିକ କ୍ଷେତ୍ରରେ ଦେଖିବେ ସମ୍ପୂର୍ଣ୍ଣ ଭାବରେ ଉନ୍ନତି ଆସିବ। ଆପଣ ଆପଣଙ୍କର କୌଣସି ସନ୍ତାନକୁ ନେଇ ବହୁତ ଗର୍ବାନୁମାନ କରିବେ, ବହୁତ ଗର୍ବ ମଧ୍ୟ କରିବେ। ଆପଣଙ୍କର ଛାତି କୁଣ୍ଡେ ମୋଟା ମଧ୍ୟ ହୋଇଯିବ। ଦେଖିବେ ସମ୍ପୂର୍ଣ୍ଣ ଭାବରେ ଏହି 2026ର ସରସ୍ୱତୀ ପୂଜା ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ଆପଣଙ୍କୁ ଯଦି କୌଣସି ଶତ୍ରୁର ଭୟ ରହିଥାଏ, ଶତ୍ରୁ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ରହିବେ। ତେବେ ଦେଖନ୍ତୁ, ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ଟିକେ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ଧନ ରତ୍ନ ବୃଦ୍ଧି ହୋଇଥାଏ। ତା ସହିତ ଆପଣଙ୍କୁ ଯଦି ସମୟ ହେଉଛି ତେବେ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେକୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ଆପଣ ଯଦି କନ୍ୟା ରାଶିର ବ୍ୟକ୍ତି ବିଷୟ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛି, ଧନ୍ୟବାଦ।